1866 ମସିହା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ସମୟ। ସେହି ସମୟରେ ଲୋକମାନେ ଭୋକରେ ମରୁଥିଲେ। ରାସ୍ତା ପାଖରେ ଲାଶ ଲାଶ ପଡ଼ିଥାଏ ଶବ ଏବଂ ବଞ୍ଚିବା ପାଇଁ ଲୋକମାନେ ଘାସ ଗଛପତ୍ର ମଧ୍ୟ ଖାଉଥିଲେ। କୁହାଯାଏ ସେହି ସମୟରେ ପ୍ରାୟ 10 ଲକ୍ଷରୁ ଅଧିକ ଲୋକ ଭୋକରେ ମରୁଥିଲେ। ଏହି ଭୟଙ୍କର ଘଟଣାକୁ ଇତିହାସରେ କୁହାଯାଏ ନଅଙ୍କ ଦୁର୍ଭିକ୍ଷ। କିନ୍ତୁ ମନରେ ପ୍ରଶ୍ନ ଉଠୁଛି ଯେ ଏହି ଦୁର୍ଭିକ୍ଷ କାହିଁକି ହେଲା, ଏତେ ଲୋକ କାହିଁକି ମରିଗଲେ ଏବଂ ସେହି ସମୟରେ ବ୍ରିଟିଶ ସରକାର କ'ଣ କରୁଥିଲା? ଆସନ୍ତୁ ଜାଣିବା ଓଡ଼ିଶା ଇତିହାସର ସବୁଠାରୁ ଦୁଃଖଦ ଅଧ୍ୟାୟ। 1865 ମସିହାରେ ଓଡ଼ିଶାରେ ଭୟଙ୍କର ପ୍ରାକୃତିକ ବିପଦ ଆରମ୍ଭ ହୋଇଥିଲା। ପ୍ରଥମେ ଭୟଙ୍କର ଝଡ଼ ଓ ବନ୍ୟା ହେଲା। ଏହା ଫଳରେ ଅନେକ ଚାଷ ଜମି ଓ ଫସଲ ନଷ୍ଟ ହୋଇଗଲା। ତାପରେ ବର୍ଷା ମଧ୍ୟ ଠିକ୍ ଭାବରେ ହେଲା ନାହିଁ, ଫଳରେ ଚାଷ ପୁରା ନଷ୍ଟ ହୋଇଗଲା ଏବଂ ଧୀରେ ଧୀରେ ଖାଦ୍ୟର ଭୟଙ୍କର ଅଭାବ ଆରମ୍ଭ ହେଲା। ସେହି ସମୟରେ ଓଡ଼ିଶାର ଅଧିକାଂଶ ଲୋକ ଧାନ ଉପରେ ନିର୍ଭର କରୁଥିଲେ, କିନ୍ତୁ ଫସଲ ନଷ୍ଟ ହେବାରୁ ଧାନ ମିଳୁନଥିଲା। ଧୀରେ ଧୀରେ ଧାନର ଦାମ ବହୁତ ବଢ଼ିଗଲା। ସାଧାରଣ ଗରିବ ଲୋକମାନେ ଧାନ କିଣି ପାରୁନଥିଲେ। ଅନେକ ପରିବାର ଦିନକୁ ଦିନ ଭୋକରେ ରହୁଥିଲେ। ବଞ୍ଚିବା ପାଇଁ ସେମାନେ ଜଙ୍ଗଲର ମୂଳ, ପତ୍ର ଓ ଘାସ ମଧ୍ୟ ଖାଉଥିଲେ, କିନ୍ତୁ ଏହାରେ ମଧ୍ୟ ଭୋକ ଶାନ୍ତ ହେଉନଥିଲା। କିଛି ସମୟ ପରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଗଲା। ଗାଁ ଗାଁରେ ଲୋକେ ଭୋକରେ ମରିବା ଆରମ୍ଭ କଲେ। ରାସ୍ତା ଧାରେ ଲାଶ ଲାଶ ପଡ଼ିଥାଏ ଶବ। ଅନେକ ଶିଶୁ ଅନାଥ ହୋଇଗଲେ। ଅନେକ ଗାଁ ପୁରା ଖାଲି ହୋଇଗଲା। ସେହି ସମୟରେ ଓଡ଼ିଶା ବ୍ରିଟିଶ ଶାସନ ଅଧୀନରେ ଥିଲା, କିନ୍ତୁ ସରକାର ସମୟରେ ସେମାନଙ୍କୁ ସହାୟତା କରିପାରିଲା ନାହିଁ। ଖାଦ୍ୟର ଭୟଙ୍କର ଅଭାବ ଥିଲେ ମଧ୍ୟ ଅନେକ ସ୍ଥାନରୁ ଧାନ ବାହାରକୁ ପଠାଯାଉଥିଲା। ଯେତେବେଳେ ସରକାର ସହାୟତା ପଠାଇଲା, ସେତେବେଳେ ପରିସ୍ଥିତି ବହୁତ ଖରାପ ହୋଇସାରିଥିଲା। ଅନେକ ଲୋକ ଆଗରୁ ମରିଯାଇଥିଲେ। ଇତିହାସକାରମାନେ କୁହନ୍ତି ଏହି ଦୁର୍ଭିକ୍ଷରେ ପ୍ରାୟ 10 ଲକ୍ଷରୁ ଅଧିକ ଲୋକ ମରିଥିଲେ। ସେହି ସମୟରେ ଏହା ଓଡ଼ିଶାର ପ୍ରାୟ ତୃତୀୟାଂଶ ଜନସଂଖ୍ୟା ଥିଲା। ଏହି କାରଣରୁ ନଅଙ୍କ ଦୁର୍ଭିକ୍ଷକୁ ଓଡ଼ିଶାର ଇତିହାସର ସବୁଠାରୁ ବଡ଼ ଦୁର୍ଭିକ୍ଷ ଭାବରେ ମନାଯାଏ। ଏହି ଘଟଣା ପରେ ବ୍ରିଟିଶ ସରକାର ନିଜର ଭୁଲ ବୁଝିଲା। ପରେ ଖାଦ୍ୟ ସଞ୍ଚୟ ଓ ଦୁର୍ଭିକ୍ଷ ସମୟରେ ସହାୟତା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଗଲା, କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଜୀବନ ହରାଇଥିଲେ। ନଅଙ୍କ ଦୁର୍ଭିକ୍ଷ କେବଳ ପ୍ରାକୃତିକ ବିପଦ ନୁହେଁ, ଏହା ମନୁଷ୍ୟ ଅବହେଳା ମଧ୍ୟ ଫଳ ଥିଲା। ଆଜି ମଧ୍ୟ ଏହା ଓଡ଼ିଶାର ଇତିହାସର ସବୁଠାରୁ ଦୁଃଖଦ ଅଧ୍ୟାୟ ଭାବେ ମନାଯାଏ ଏବଂ ଏହା ଆମକୁ ସ୍ମରଣ କରାଏ ଯେ ସମୟରେ ସହାୟତା ନ ମିଳିଲେ ଏକ ସମାଜ କେତେ ଭୟଙ୍କର ଅବସ୍ଥାରେ ପହଞ୍ଚିପାରେ।